ପିଲାମାନେ ଆଜି ଆମେ ପଢ଼ିବା କ୍ଲାସ୍ 7 ନ୍ୟୁ ସିଲାବସ୍ ନ୍ୟୁ ବୁକ୍ ନୂଆ ଗଣିତ ବହିର ପ୍ରଥମ ଚାପ୍ଟର ଆମ ଚାରିପାଖେ ଥିବା ବଡ଼ ସଂଖ୍ୟା। ପିଲାମାନେ ନୂଆ ବହିରେ ବହୁତ ସାରା ଗପ ଅଛି, ତ ସେଇ ଗପ ମଧ୍ୟରୁ ଯେତିକି ତୁମର ଆବଶ୍ୟକ ସେଟାକୁ ମୁଁ କାଢ଼ିକି ନୋଟ୍ ବନେଇକି ମୁଁ ତୁମ ପାଇଁ ପ୍ରସ୍ତୁତ କରୁଛି। ପ୍ରଥମେ ଆମେ ଏଠି ପଢ଼ିବା 1 ଲକ୍ଷର ପରିଚୟ। 1 ଲକ୍ଷ କେମିତି ଲେଖିବା, 1 ଲକ୍ଷର କେତୋଟି ଶୂନ, ତ ମୁଁ ତାକୁ ଲେଖିକି ଦେଖାଉଛି। 1 ଲକ୍ଷ ଏମିତି ଲେଖାଯିବ, 1 ପରେ 1 2 1 2 3, ଟୋଟାଲ୍ କେତେଟା ଶୂନ? 5ଟା ଶୂନ। ତ ଆମେ କମା ଦିଆ ଶିଖିଛେ, 3ଟା ଛାଡ଼ିକି ଫାଷ୍ଟ ଗୋଟେ କମା ଦେବା, ତାପରେ 2ଟା ଛାଡ଼ିକି କମା ଦେବା। ତାହେଲେ ଏଠି 3 2, ତାହେଲେ ଏଠି 1 ଲକ୍ଷରେ କେତେଟା ଶୂନ ରହିଲା? ଏଟା 1 1 2 3 4 5, 1 ଲକ୍ଷରେ 5ଟା ଶୂନ ରହିଲା। ତ ଏଇଠି ମୁଁ ଖାଲି ଟିକେ ସର୍ଟରେ ଲେଖିଦେଉଛି, ଏହାକୁ 1 ଲକ୍ଷ ପଢ଼ିବା। ଏହାପରେ 2 ନମ୍ବର ପେଜ୍ରେ ଆମେ ପଢ଼ିବା 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? 999। ଯଦି ଆମେ 999ରେ 1 ଯୋଗ କରିଦେବା ସେଟା କେତେ ହେଇଯିବ? 1000 ହେଇଯିବ। ଆଉ 1000ଟି କ'ଣ ନା 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ଠିକ୍ ଅଛି, 1000ଟି 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଏଠି ଲେଖିଦେବା। ସେମିତି ଯଦି ମୁଁ ନେଉଛି 9999, ମାନେ ଏଇଟା କ'ଣ? 4 ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା, 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ଏଠିରୁ ଯଦି ଆମେ 1 ଯୋଗ କରୁଛେ ତାହେଲେ କେତେ ହେଇଯିବ? 1 0 0 0, କେତେଟା ଶୂନ? 4ଟା ଶୂନ। ତାହେଲେ ଏଇଟା କେତେ ହେଇଗଲା? 1 2 3 4 5, 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ସେମିତି ଆମେ ତାପରେ ନେବା 5 ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା ବା ବୃହତ୍ତମ ସଂଖ୍ୟା। 5 ଅଙ୍କ ମାନେ 1 2 3 4 5, 5 ଅଙ୍କ ବିଶିଷ୍ଟ ସବୁଠୁ ବଡ଼ ସଂଖ୍ୟା ଏଇଟା। ଏଠି ବି ଯଦି ଆମେ 1 ଯୋଗ କରୁଛେ ତାହେଲେ 6 ଅଙ୍କ ବିଶିଷ୍ଟ ସବୁଠାରୁ କ୍ଷୁଦ୍ରତମ ସଂଖ୍ୟା ହେବ 1 2 3 4 5 6। ଆଉ ଏଇଟା ହିଁ 1 ଲକ୍ଷ। 1 ଲକ୍ଷ। ଏବେ ଯିବା ନେକ୍ସଟ କ୍ୱେଶ୍ଚନ୍, ନିଜେ କରି ଦେଖ। ନିଜେ କରି ଦେଖରେ ଯେପରି ଆଗରୁ ଅନୁଶୂଚୀ ଥିଲା, ଏବେ ନିଜେ କରି ଦେଖ ଅଛି। ନିଜେ କରି ଦେଖରେ କ୍ୱେଶ୍ଚନ୍ ଯେଗୁଡ଼ା ଅଛି ସେଗୁଡ଼ାକୁ ଆମକୁ ସଲ୍ଭ କରିବାକୁ ହେବ। ତ ଏଠି ପ୍ରଥମ କ୍ୱେଶ୍ଚନ୍ କହିଲା 2011 ମସିହା ଜନଗଣନା ଅନୁଯାୟୀ ବରଗଡ଼ ସହରର ଜନସଂଖ୍ୟା ପ୍ରାୟ କେତେ? 83,651। 83,651। ଆଉ ଏଠି କ୍ୱେଶ୍ଚନ୍ ସେ କ'ଣ ପଚାରିଲା? ଏହା 1 ଲକ୍ଷରୁ କେତେ କମ୍? 1 ଲକ୍ଷରୁ କେତେ କମ୍? ତା'ମାନେ 1 ଲକ୍ଷରୁ ଆମେ 83,651କୁ ବିୟୋଗ କରିଦେବା। ତାହେଲେ ଆମେ ଲେଖିବା 1 ଲକ୍ଷ ମାଇନସ୍ 83,651। ତ ଆମେ ବିୟୋଗ ଶିଖିଛେ, ଏଇଟା ମୁଁ ବିୟୋଗ କରିକି ପିଲାମାନେ ତୁମକୁ ମୁଁ ଦେଖାଇ ଦେଉଛି କେମିତି ବିୟୋଗ ହେଉଛି। ଏଠି ଲେଖିଲେ 1 ଲକ୍ଷ, ଆଉ ଏଠି ରହିଲା 83,000, କେତେ ଥିଲା? 651। 651, ଠିକ୍ ଅଛି। ବିୟୋଗ ଚିହ୍ନ ଦେଲି, 10 ଆସିଲା, 10ରୁ 1 ଗଲେ 9, ଏଠି ଅଛି 9, 9ରୁ 5 ଗଲେ 4, ଏଠି ବି ଅଛି 9, 9ରୁ 6 ଗଲେ 3, ଏଠି ବି ଅଛି 9, 9ରୁ 3 ଗଲେ 6, ଏଠି ବି 9 ଅଛି, 9ରୁ 8 ଗଲେ 1। ତାହେଲେ କେତେ କମ୍ ରହିଲା? 16,000। ଦେଖ ସବୁବେଳେ ମୁଁ 3ଟା ଛାଡ଼ିକି କମା ଦେଇ ଦେଉଛି, ଯାହାଫଳରେ ମୋତେ ପଢ଼ିବା ପାଇଁ ବି ସୁବିଧା ହେଉଛି। ମୁଁ କ'ଣ କହୁଛି? 16,349। ଆମେ ଡାଇରେକ୍ଟ ଲେଖିଦେବା ଏଠି 16,349। ତାପରେ 2 ନମ୍ବର କ୍ୱେଶ୍ଚନ୍। 2 ନମ୍ବର କ'ଣ କହିଲା? 2024 ମସିହା ବରଗଡ଼ ସହରର ଆନୁମାନିକ ଜନଗଣନା ଅନୁସାରେ ଜନସଂଖ୍ୟା କେତେ ହେଲେ? 1,04,000। ତ କ୍ୱେଶ୍ଚନ୍ କହିଲା 1,04,000 1 ଲକ୍ଷ ଠାରୁ କେତେ ଅଧିକ? ତାହେଲେ ଆମେ ବଡ଼ ସଂଖ୍ୟାଟା ଲେଖିବା କେତେ? 1,04,000, ସେଇଠୁ ଆମେ 1 ଲକ୍ଷ ବିୟୋଗ କରିଦେବା। ତ ଏଠି ଗୋଟେ କଥା ଲେଖ, କହିଲା ଅନୁମାନିକ, କାରଣ 2024ରେ ଜନଗଣନା ହୋଇନାହିଁ, 2026ରେ ଏବେ ହେବାକୁ ଯାଉଅଛି। ତ ଏଇଟା ଗୋଟେ ଆନୁମାନିକ ଜନଗଣନା ସେମାନେ କରିଛନ୍ତି। ସେମାନେ କହୁଛନ୍ତି କେତେ? 1,04,000। 1,04,000, ଏଇଠୁ ଆମେ ବିୟୋଗ କରିଦେବା ଲକ୍ଷେ, 1 ଲକ୍ଷ। ଠିକ୍ ଅଛି। ତାହେଲେ ଏଠି ତ ଦେଖାଉଛି ଆମକୁ 4,000 ହିଁ ହେବ, ତଥାପି ବିୟୋଗ କରିକି ମୁଁ ତୁମକୁ ପିଲାମାନେ ଦେଖାଇ ଦେଉଛି। 1,04,000ରୁ ମୁଁ 1 ଲକ୍ଷ ବିୟୋଗ କରିଦେଲି। 0 0 0, 4କୁ 4 ଉଡ଼ିଲା 0 0, ଏପଟେ ଆଉ 0 ଲେଖାଯିବନି, ତ 4,000 ହେଲା। ଠିକ୍ ଅଛି।
ताहने 2 नंबर क्वेश्चन आंसर बाहरला 4000 सेमती 3 नंबर करवा। नेक्स्ट 3 नंबर कहला 2011 रु 2024 मध्य जनसंख्या केते वृद्धि पाइला। ताहने 2011 जनसंख्या केते थिला 83,651 आउ 2024 रे केते हैला 1,04,000। तो आम 1,04,000 रु 83,651 को वियोग करदे। ताहने 1,04,000 माइनस 83,651 तो एटा आंसर केते हबो 20,349 एतिकी वृद्धि घटी बरगढ़ जिलार जनसंख्या। ओ एटा जदि वियोग देखा चाहो तो एमती भी करदे आम 1,04,000 माइनस 83,651 10 रु 1 गले केते 9 9 रु 5 गले 4 3 एटी 4 माने एटी 4 रु 1 जाइछ माने 3 3 3 गले 0 तो एटी फिर 10 रु 8 गले 2 हल्ला 20,449 20,449। तो 1 नंबर 2 नंबर 3 नंबर निजे कर देखर आंसर मुझे काढ़ी देछि। आगुरी जमती अनुशून्य थिला एबे अनुशून्य बदल निज कर देख दउछि। तापर आमे पढ़िबा बड़ संख्या को बुझिबा और तुलना करिबा। तो बड़ संख्या को बुझिबा और तुलना करिबा केमती तो बड़ संख्या को परिचित जिनिस सहित तुलना कले बुझिबा को हमको सहज हेबो। केमती आमे परिचित जिनिस सहित तुलना करिबा तार एग्जांपल सब मु तळे नउछु देखिबा। देख पिला माने एठी तुम बहिरे दुईटी जिनिस देछि स्टैच्यू ऑफ यूनिटी रो हाइट दे देछि 180 मीटर सेहीपरि खंडाधार जलप्रपातर दैर्घ्य दे देछि 244 मीटर। आउ गोटे ये क्वेश्चन कही समूर घर कथा तो समूर उच्चता देदेला 1 मीटर जदि समूर उच्चता 1 मीटर हुए ताने से कौन कहला बहिरे ना जदि समूर उच्चता 1 मीटर हुए समूर घरर प्रत्येक महला समूर उच्चतार 4 गुण हेब। ताहने आउ गोटे कथा कहीदेला समूर घर 10 महला ताहने प्रथम तार 1 महलार उच्चता काढ़ीदेवा समूर उच्चता 1 मीटर प्रत्येक महला तार 4 गुण हेब। ताहने प्रत्येक महिला केते केते मीटर हेब 4 के 4 मीटर तो टोटल केते महला अछि गुणन 10 टोटल 10 महला अछि ताहने 10 चौ 40 मीटर ताहने समूर घरर उच्चता 40 मीटर। एबे हमें 3टी जिनस पाइगले स्टैच्यू ऑफ यूनिटी हाइट खंडाधार जलप्रपातर दैर्घ्य और समूर घरर उच्चता पाइगले 40। तो एबे हमें कंपेयर करिबा तुलना करिबा आमे परा कहले प्रथमे बड़ संख्या को केमिति बुझिबा ना तुलना करी बुझिले हमको इजी हबो। तो एबे हमें तुलना करिबा प्रथम क्वेश्चन देखो सेठी कहला 3 नंबर पेज रे स्टैच्यू ऑफ यूनिटी किंबा समूर एही 10 महला विशिष्ट घरर उच्चता मध्यरु केउटीर उच्चता अधिक एटी पिला माने देखि पारछ केटीर उच्चता अधिक आइतिबो ऑब्वियसली स्टैच्यू ऑफ यूनिटर उच्चता 180 माने एटा अधिक एटा सान 40 मीटर मात्र किंतु से आउ गोटे क्वेश्चन सेठी पचारिछि केते मीटर अधिक जदि अधिक केते मीटर अधिक ताने हम वियोग कर देबा। प्रथम क्वेश्चन देखो मु पूरा लेखु नाही एठी मु नोट टाइप रे बनाउछि 180 माइनस 40 माने केते गला 140 मीटर अधिक 1 नंबर सेठी 1 नंबर क्वेश्चन टार आंसर 140 मीटर अधिक। सही परी 2 भी कौन कहला खंडाधार जलप्रपातर उच्चता एटा दैर्घ्य बनी उच्चता है खंडाधार जलप्रपातर उच्चता समूह घर उच्चतार केते अधिक तो सेमती 244 माइनस 40 केते जो 244 गने 204 ना हाँ 204 मीटर अधिक। सेमती 3 नंबर कौन कहला समूह घर केते महला हेले खंडाधार जलप्रपातर उच्चता सहित समान हेब समूह घर केते महला हेले ताहले एठी समूह घरर उच्चता आमे प्रथमे काढ़िया घरर उच्चता काढ़िबानी घरर प्रत्येक महलार उच्चता एठी पर आमे काढ़ीथिले प्रत्येक महलार उच्चता जदि समूह उच्चता 1 मीटर हुए क्वेश्चन रे कहिछि 4 गुण तार उच्चतार 4 गुण प्रत्येक महला हबो ताहने प्रत्येक महलार उच्चता 4 मीटर हैला। तेबे
आमको खंडाधार जलप्रपातर उच्चता दे देछि केते देछि 244 दे देछि। तो एठी केते महला हेतिले तार घर जो खंडाधार जलप्रपातर उच्चता समानांतर होई परता ताने एठी हरण आमे 4 करदबा हरण 4 करदबा हरण 4 करले केते हबो 4 के 4 14 5 20 6 24 4 के 4 61 महला। एबे पिला माने आमे जिबा नेक्स्ट टॉपिक संख्या पढ़िबा और लेखिबा। संख्या को आमे केमिति पढ़िबा आ लेखिबा से विषय रे बहिरे किछि क्वेश्चन देइछि सेगुडा को आमे देखिबा। पिला माने मु जो नोट दउछि एई नोट पढ़ देले बहिरे एते गप हमको पढ़िया को हेबो नै। डायरेक्टली क्वेश्चन रे लिखि देबा कोन कहिछि ए रे कोन कहिछि 3 0 6 0 0 मु पढुनी डायरेक्ट लेखुछि 3 संख्या डाकी डाकी लिखुछि मु जानी जानी पढु नै कारण एटा कहिबा केते पढिया हम चिन्हिबा केमति पढिया किछ नै जेटा मु कहिबी 0 8 5 सी रे कहला 2 7 3 0 0 0 0 डी रे कहला 7 0 53 1 3 8। तो एबे हमें गोटे गोटे पढ़िबा देख एटा कहला 1 10 100 1000 8 लक्ष 3 लक्ष एई मझिरा हजार घर तो हजार घर 0 0 अछि माने पढ़िबानी किछि डायरेक्ट पढ़िया 3 लक्ष 600 बुझिले बेला माने मु लेखि दउ सबुडा 3 लक्ष 600 सेमती एटा केते पढ़िबा लक्ष घर 5 अछि हजार घर 4 अछि 100 घर केवल 85 अछि तो आमे याको केते पढ़िया 5 लक्ष 4085 तो मु लिखि दउछि 5 लक्ष 4000 85 एमती एटा केते पढ़िबा देखो एटा 27 लक्ष लक्ष घर 27 अछि 27 लक्ष 27 27 लक्ष 30,000 से पर लास्ट लिखिबा केते केते अछि 70 लक्ष 53,138 70 लक्ष 53,138 तापर सेमती तापर कोन कहला तापर हमको अंकर देइची ताको हमें संख्या लिखिबा माने अक्षर देइची ताको हमें अंकर लिखिबा ठीक अछि आ मु सेटा सब लेखुनी खाली मु आंसर उडा लिखि दउछु ठीक ठीक डॉट 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 कर दउची ए रो कोन कहला 1,23,456 ताको हमें केमती लिखिबा 1 लक्ष घर लिखिनी 23,000 माने दीटा अक्षर अंक लिखिदेमी आ कहला 456 तो डायरेक्ट लिख दउची पहिरो सेठी क्वेश्चन देइची एमती बी रे कते लिखिबा बी रे कोन कहला 4,07,704 तो 4 लक्ष आरंभ करबा कमा दबा 7,000 कहला देखो 7,000 माने 07 लिखिबा तापरे 7,000 केते 704 704 तो 704 तो हम जानि छे ए बी गला सी करबा सी क्वेश्चन कोन कहला 500 5,005 ना 500 नहीं 50 लक्ष 5,050 50 लक्ष 5,050 ताने लक्ष घर 50 लिख देले 50 लक्ष केते कहछि 5,000 माने 05 लिखिया सब मन रखियो हजार घर जदी एक अंक विशिष्ट हजार कहि ताने 05 लिखिया
50 ଲକ୍ଷ 5,050 050 ଏଠି ଶୂନ ରହିବ 550 କହିଥିଲେ ଏଠି 5 ରହିଥାନ୍ତା ଖାଲି 50 କହିଛି ମାନେ 050 ଏ ବି ସି ଡି ଡିରେ କ'ଣ କହିଲା 10,235,000 ଲେଖିଦେବା 10,00,000 ହଜାର ଘର କିଛି ନାହିଁ ମାନେ 0 235 ଠିକ୍ ଅଛି ଭଲସେ ଦେଖ କେମିତି ସବୁ ହେଇଛି ପିଲାମାନେ ଏବେ ଆମେ ପଢ଼ିବା ଏକ ଦଶକ ରାଜ୍ୟ ଦେଖ ବହିରେ ଯେଉଁ ସିକ୍ୱେନ୍ସରେ ଦେଇଛି ମୁଁ ସେଇ ସିକ୍ୱେନ୍ସରେ କେବଳ ଇମ୍ପୋର୍ଟାଣ୍ଟ ଜିନିଷ ଗୁଡ଼ା ତୁମ ପାଇଁ କାଢ଼ିକି ନୋଟ୍ ବନାଉଛି ଆଉ ନୋଟ୍ରୁ ପଢ଼ଉଛି ତୁମକୁ କ୍ୱେଶ୍ଚନ୍ ଆନ୍ସର୍ ବି ସଲ୍ଭ ହେଉଛି ଆଉ ନୋଟ୍ ବି ହେଇଚାଲିଛି ତ ଏବେ ପଢ଼ିବା ଚିନ୍ତାଶୀଳ ହଜାର ତ ଏଇଠି କିଛି କ୍ୱେଶ୍ଚନ୍ ଦେଲା ତ କହିଲା କାଲକୁଲେଟରରେ ଗୋଟେ ବଟନ୍ ଅଛି ସେଠି ଥରେ ପ୍ରେସ୍ କଲେ ଥରେ ଚିପିଲେ 1000 ବଢ଼ିବ ତାହେଲେ ସେ କହିଲା 3000 ପାଇଁ କେତେଥର ଚିପିବାକୁ ହେବ ଯଦି ଥରେ ଚିପିଲେ 1000 ହେଉଛି ତାହେଲେ ସେ କହିଲା 3000 ଆମକୁ ଆଣିତେ ଅଛି ତ ଗୁଣନ 3 ଥର ଚିପିବ ତ 3 ଥର ଚିପିଲେ 3000 ହେଉଛି ତ ସେଇଟା କହିଦେଇଛି ଏରେ ଅଲରେଡ଼ି ସେଇଟା କହିଦେଇଛି ଏରେ କହିଦେଲା 3000 ଆଣିବା ପାଇଁ ଆମକୁ 3 ଥର ଚିପିବାକୁ ହେଲା ସେମିତି ବିରେ କେତେ ଦରକାର ତାଙ୍କୁ 10,000 ଆଣିବା ପାଇଁ କେତେ ଥର ଚିପିବାକୁ ହେବ 10 ଥର ପିଲାମାନେ ଏଟା ମୁଁ କେମିତି କାଢ଼ିଲି ଏଟା ଦେଖା ବି ଯାଉଛି 10 ଥର ହେବ ତଥାପି ଏଟା ହରଣ କରିଦେଲେ ହେଇଯିବ ଏମିତି 10,000 ହରଣ 1000 କିମ୍ବା 10,000 ବାଇ 1000 ହରଣ ଯାହା ବାଇ ସେଇଆ ତ ଏଠି ମୁଁ 3ଟା ଶୂନ କାଟିଦେନି 3ଟା ଶୂନ କାଟିନି 10 ରହିଲା କିମ୍ବା ଏଠି ହରଣ କରିନେ ବି ସେ 10 ଆସିବ ଠିକ୍ ଅଛି ତ 10 ହେଲା ଆନ୍ସର୍ ସେମିତି ସିଟା କରିବା ସିରେ କ'ଣ କହିଲା 90,000 ଆଣିବ ସିଏ ତାହେଲେ 90 ଥର ଚିପିବ ସେମିତି ହରଣ କରିଦେବ ବାହାରିଯିବ ତାପରେ କହିଲା ଡିରେ କେତେ ଟିକେ ଭୁଲ ହେଇଛି ସିରେ 53 ଏଇଟା ଡି କରିଦେଉଛୁ ଡିରେ ଏଇଟା 90 କହିଥିଲା ସିରେ କହିଥିଲା 53,000 ପାଇବାକୁ ଟିକେ ଉଲ୍ଟା ପାଲ୍ଟା ହେଇଗଲା କିଛି ଅସୁବିଧା ନାହିଁ ଏଇଟା ଏଠି ଲେଖିଦେବା ତ 53,000 ପାଇବା ପାଇଁ କେତେ ଥର ଚିପିବାକୁ ପଡ଼ିବ 53 ଥର ଜାଣିପାରୁଛ ନା ନାହିଁ ପିଲାମାନେ ତାହେଲେ ହରଣ କରିଦେବ ଯେଇଠି ହେଉନି ଦେଖ 53,000 ହରଣ 1000 କ'ଣ ପାଇଁ କରୁଛୁ କାହିଁକିନା ଥରେ ଚିପିଲେ 1000 ବଢ଼ୁଛି ତ 53,000 ଚିପିବା ପାଇଁ କେତେ ତାକୁ 53,000 ଆଣିବା ପାଇଁ ତାକୁ କେତେ ଚିପିବାକୁ ପଡ଼ିବ ଏଠି 0 ସବୁ କଟିଗଲା ଖାଲି 53 ରହିଲା ତ ହରଣ କଲେ ବି ସେଇ 53 ଆସିବ 53 ଥର ତ ଏ ବି ସି ଡି ଇ କରିବା ଏବେ ଇ କହିଲା 1 ଲକ୍ଷ ଦେଖ ପିଲାମାନେ 1 ଲକ୍ଷ ପାଇବା ପାଇଁ କେତେ ଥର ଚିପିବାକୁ ପଡ଼ିବ ନା 100 ଥର କାରଣ ଏଠି ଯଦି ମୁଁ ବାଇ କରିକି 10,000 କରୁଛି ତାହେଲେ ଏଠି 3ଟା ଶୂନ କଟିଗଲା ତାହେଲେ କେତେ ରହିଲା 3ଟା ଶୂନ କଟିଲା ପରେ 100 ରହିଲା ତ 100 ରହିଲା ଇ ପରେ ଏଫ୍ ଏବେ କହିଲା ଡ୍ୟାସ୍ ଥର ଚିପିଲେ ନା ଡ୍ୟାସ୍ ସଂଖ୍ୟା ଆସିବ ଯଦି ଆମେ 153 ଥର ଚିପୁଛେ କାଲକୁଲେଟର 153 ଥର ଆମେ ଚିପୁଛେ ତାହେଲେ 153 ଥରେ ଚିପିଲେ 1000 ପଡ଼ୁଛି 153 ଥର ଚିପିଲେ କେତେ ପଡ଼ିବ ବଜ୍ର ଆମେ ଜାଣିଛେ ଐକିକ ଧାରା 153 ଗୁଣନ 1000 ତାହେଲେ ଡାଇରେକ୍ଟ 153 ଲେଖିଦେବ ଆଉ 1000 3ଟା ଶୂନ ଏଠି 3ଟା ଶୂନ ଲେଖିଦେବ ତାହେଲେ ସଂଖ୍ୟା କେତେ ଆସିବ 1,53,000 ଆଉ ଅଛି କି ହଁ ଜି କ'ଣ କହିଲା 1 ଲକ୍ଷ ହେବାକୁ କେତେ ହଜାର ଆବଶ୍ୟକ 1 ଲକ୍ଷ ହେବାକୁ କେତେ ହଜାର ଆବଶ୍ୟକ ଜି ନମ୍ବର କ୍ୱେଶ୍ଚନଟା ଆମେ ଅଲରେଡ଼ି କରିଛେ ଏଇଠି 1 ଲକ୍ଷ ହେବା ପାଇଁ 100,000 ଆବଶ୍ୟକ 100 ଥର 1000 ହିଁ ଚିପୁଛେ ନା ଆମେ ତ ଥରେ ଚିପୁଛେ ମାନେ କେତେ 1000 ପଡ଼ୁଛୁ ତ 100 ଥର ଚିପିକି 100,000 କରିକି 1 ଲକ୍ଷ କରିଛେ ତ ଜି କ୍ୱେଶ୍ଚନଟାର 1 ଲକ୍ଷ ହେବାକୁ କେତେ ହଜାର କହିଲା ଏଠି 100,000 100,000
100,000 ଆବଶ୍ୟକ। 100 ଏଟା 1000 ନୁହେଁ 100,000। ସେପରି ଏବେ ଆମେ ପଢ଼ିବା କ୍ରାନ୍ତିକାରୀ ଦଶକ। ସେଠି ଯେମିତି ଥରେ ଚିପିଲାକୁ 1000 ବଢ଼ୁଥିଲା, ଏଠି ସେମିତି 10 ବଢ଼ିବ। ଦଶକ କହିଛି 10। ତ ପ୍ରଥମ କ୍ୱେଶ୍ଚନ୍ ସେ ଆମକୁ ପ୍ରାୟ କହିଦେଇଛି। ଏରେ କ'ଣ କହିଲା 500 5 ଥର ଚିପିକି 500 ହେଇଛି। এটা ଦେଖୁନ ପିଲାମାନେ 10ଟାକୁ ଯଦି ଆମେ 5 ଥର ଚିପିବା ମାନେ 5 ଗୁଣନ କରିଦେବା 10 5 ନା ପିଲାମାନେ ଏ କ୍ୱେଶ୍ଚନ୍ଟି ପ୍ରାୟ ଭୁଲ ଅଛି। ନୂଆ ବହି ପ୍ରଥମ ଭୁଲ ବାହାରି ଯାଇଛି ଆମର। 500 କାଢ଼ିବା ପାଇଁ ମାନେ 5 ଥର ଚିପିବାକୁ ହେବନି, ଏଠି 50 ଥର ଚିପିବାକୁ ହେବ। ବହିରେ 5 ଥର ଦେଇଛି, 50 ଥର ହେଲେ 500 ବାହାରିବ। ଯଦି କହିଥାନ୍ତା 50 ତାହେଲେ 5 ଥର ଚିପିଥିଲେ ହେଇଥାନ୍ତା। ତ କ୍ୱେଶ୍ଚନ୍ଟା ଟିକେ ଭୁଲ ଅଛି, ବହିରେ ଟିକେ ଭୁଲ ଦେଇଛି। ତାହେଲେ ଏବେ ବିଟା କରିବା। ବିଟା କହିଲା 780 କେତେ ଥର ଚିପିଲେ ଆସିବ 10। ତ ସେମିତି 10 ହରଣ କରିଦେବ। 780 ହରଣ 10 କେତେ 78 ଥର। ଯଦି ଦେଖିବାକୁ ଚାହୁଁଛ ଦେଖିନିଅ। 780 ହରଣ 10 ଶୂନ କଟିଗଲା 78। ଏମିତି ସିଟା କରିବା। ସିଟା କହିଲା 1000 ଗୋଟେ ଶୂନ କଟିଯିବ ତ କେତେ 100 ଥର। ପିଲାମାନେ ଯଦି ଟେଷ୍ଟ କରିବାକୁ ଚାହୁଁଛ ତାହେଲେ କାଲକୁଲେଟର ନେଇକି ମଧ୍ୟ ଟେଷ୍ଟ କରିପାରିବ। ABCD ବିଟା କରିବା କେତେ 3700 ବା 3700 କେତେ ଥର ଦବାଇଲେ ଆସିବ 370 ଥର। ଇଟା କ'ଣ କହିଲା? ଇଟା କହିଲା 10,000 କେତେ ଥର ଦବାଇଲେ ଆସିବ? ଗୋଟେ ଶୂନ କାଟିଦେବା, କାରଣ 10,000 ହରଣ 10 ମାନେ 1000 ଥର। ଏଫ୍ଟା କହିଲା 1 ଲକ୍ଷ। 1 ଲକ୍ଷ ଆଗେ ଲେଖିବା। 1 ଲକ୍ଷ କେତେ ଥର ଦବାଇଲେ ଆସିବ ନା ବାଇ 10 କହିଛି ନା, ଏଠି ଗୋଟେ ଶୂନ କାଟିଦେଲେ ଯେତିକି ହେବ 1 ଦୁଇଟା ଶୂନ 10,000 ଥର। ଏମିତି ଆଉ କହିଛି କି? ହଁ, ଆଉ ଜିଟା ଗୋଟେ କହିଛି, ଏଇଠି କରିଦେବା। ଡ୍ୟାସ୍ ସଂଖ୍ୟା ଆସିବ ଯଦି ଆମେ 453 ଥର ଦବାଉଛେ। 453 ଥର ଚିପିବା କାହାକୁ 10କୁ ଗୁଣନ 10 ତାହେଲେ କେତେ ଆସିବ 4 5 3 0। ଏଠି ଯେମିତି କହିଛି ବହିରେ ସେଇ ଟାଇପ୍ର କ୍ୱେଶ୍ଚନ୍ ଦେଇକି ଲେଖିଦେଉଛି 453। ତ ଏଠି ମାଗିଛି ଏଇଟା, ଆଉ ସବୁର ଏଇଟା ମାଗିଥିଲା, ଏଠି ସଂଖ୍ୟାଟି ମାଗିଛି, ଏଠି କେତେ ଥର ମାଗିଛି। ଠିକ୍ ଅଛି, 2 ନମ୍ବର ସରିଗଲା। ଏବେ ପଢ଼ିବା ଉପଯୋଗୀ ଶତକ 3। ଉପଯୋଗୀ ଶତକ। ଏଠି ବି ସେଇଭଳି ସେମ୍। ଏଠି ପ୍ରଥମଟାର 1000 ବଢ଼ୁଥିଲା, ସେକେଣ୍ଡଟାର 10 କ୍ରାନ୍ତିକାରୀ ଦଶକ କହିଛି ମାନେ 10 ବଢ଼ିବ। ଏଠି 1000 କହିଛି ମାନେ 1000 ବଢ଼ିଲା, ଏଠି ଶତକ କହିଛି ମାନେ 100। ତ ଏଠି ଯାହା ହେବ 100ରେ ହରିବା କି 100ରେ ଗୁଣିବା। ତ ପ୍ରଥମ କ୍ୱେଶ୍ଚନ୍ଟା କହିଦେଇଛି, ଏଇଟା କହିଦେଇଛି 404 ଥର। ଠିକ୍ ଅଛି, 404 ଥର। ତାମାନେ ଏଠି ଦେଖେଇ ଦେଉଛି, ଦେଖ 400 ଆସିଲା। କେମିତି ଆସିଲା ନା 4 ଥର 100 ଗୁଣିଲାକୁ ଆସିଛି, 4 ଥର 100 ଗୁଣିଲାକୁ 400 ଆସିଛି। ତ ଦେଖ ଏଠି ପିଲାମାନେ ଏଇଟା ଭୁଲ ଅଛି ବୋଲି ଜଣା ବି ପଡ଼ିଯାଉଛି। ଏଠି କହିଥିଲା ବହିରେ କହିଥିଲା କ'ଣ ଏଇଟା ଯେ ଦଶକ ବେଳେ 5 ଥରରେ 500 ଆସିଯିବ। କେମିତି ଆସିବ? ଏଠି ଶତକର 4 ଥର ଗୁଣିଲାକୁ 400 ଆସୁଛୁ, ଦଶକରେ 5 ଥର ଗୁଣି ଦେଲେ କେବେ ବି 500 ଆସିବ କି ନା, ଏଠି 50 ଥର ଗୁଣିବାକୁ ହେବ। ବହିରେ ଏଇଟା ଭୁଲ ଥିଲା। ସେମିତି 3 ନମ୍ବର ଏଇଟା କରିବା। ଏଇଟା ତ ଦେଇଦେଇଛି ବହିର, ବିରୁ ଆରମ୍ଭ କରିବା। ବି କହିଲା 3700 କେତେ ଥର?
ଏଠି 100 ହରଣ କରିଦେବା। ମନେ ମନେ 100 ହରଣ ମାନେ 2ଟା ଶୂନ କଟିଗଲା 37 ଥର। ପିଲାମାନେ ଆମେ ଏଥର ଜଲ୍ଦି ଜଲ୍ଦି କରିବା। ଯଦି ଆମେ ଏମିତି ହରିବା ଗୁଣିବା ସବୁବେଳେ ତାହେଲେ ଆମେ ଗଧ ହେଇଯିବା। କେମିତି ଟ୍ରିକ୍ ଲଗେଇକି ଜଲ୍ଦି ହେବ ଏଇଟା ସବୁ ଭିଡ଼ିଓରୁ ତୁମେମାନେ ବି ଜାଣିପାରିବ ମୁଁ କେମିତି କରୁଛୁ। ସିଟା କ'ଣ କହିଲା 10,000। 10,000 ତ ମନେ ମନେ ବାଇ 100 କରିବା। ତ 100ରେ 2ଟା ଶୂନ ଉପରେ ଆଙ୍ଗୁଳି ବସେଇ ଦେଲେ 100 ହେଲା। ତ 100 ଥର ଫଟାଫଟ ହେବ। ABCD 53,000 ଲେଖିଦେବା ଆগে 53,000। 53,000 କେତେ ଥର ଗୁଣିଲେ ହେବ? ଏଠି ଯଦି 2ଟା ଶୂନ କାଟିଦେବା ନା 530। ଏମିତି ABCDE କରିବା। 90,000 କେତେ ଥର କରିଲେ ହେବ? ସେମିତି 2ଟା ଶୂନ କାଟିଦେବା 900 ଥର। ପିଲାମାନେ ଦେଖ ଏଠି ବେଳେ ପଳେଇ ଆସିବ। ଏଠି ଯେଲେ 10,000 କରିଥିଲେ ଏଠି ସେମିତି ମନେ ମନେ ଯଦି ମୁଁ ହାତ ରଖିଦେଉଛି 3ଟା ଶୂନ ଉପରେ, ଏଠି 3ଟା ଶୂନ ଅଛି ତ 3ଟା ଶୂନ ଉପରେ ହାତ ରଖିଦେଲେ 10 ହେଲା। 90,000 3ଟା ଶୂନ ଉପରେ ହାତ ରଖିଦେଲେ 90 ହେଲା। ସେଇଭଳିଆ ଏଠି ବି ସେମିତି ହେବ, ଏଠି ବି ସେମିତି ହେବ। ABCDE ପରେ F କ'ଣ କହିଲା? 97,000। 97,000 ସେମିତି 2ଟା ଶୂନ କାଟିଦେଲେ କେତେ ହେବ? 970 ଥର। ଏଠି 1 ଲକ୍ଷ କହିଲା। 1000 ଥର। EFGH ଏଠି କହିଲା ଉଲ୍ଟେଇ କହିଦେଲା। ଦେଶ ସଂଖ୍ୟା ଆସିବ ଯଦି ଆମେ 582 ଥର ଗୁଣୁଛେ। ଆମେ ଗୁଣିଦେବା ଏଠି 582 ଗୁଣନ 100। ତ 582 ଲେଖିଦେବା। 100 ମାନେ 2ଟା ଶୂନ। ତାପରେ ଆଇଟା ସି ଯାହା କ୍ୱେଶ୍ଚନ୍ ଅଛି ଆଇଟା ବି ସେଇ କ୍ୱେଶ୍ଚନ୍ ଅଛି, ଖାଲି ସେ ଏଇଟା ଅକ୍ଷରରେ ଲେଖିଲା 10,000 ହେବାକୁ କେତେ ଶହ ଆବଶ୍ୟକ। 10,000 ଆଗେ ଲେଖିବା। 10,000 ହେବାକୁ କେତେ ଶହ ଆବଶ୍ୟକ? 100 ଆବଶ୍ୟକ। ଏମିତି ଯେ 1 ଲକ୍ଷ ହେବାକୁ ଚାଲି ଆସିବା। 1 ଲକ୍ଷ କିଠି କହିଛି? 1 ଲକ୍ଷ ହେବାକୁ କେତେ ଶହ ଆବଶ୍ୟକ? 1 ଲକ୍ଷ ହେବାକୁ 1,000 ଆବଶ୍ୟକ। ଲାଷ୍ଟ କ୍ୱେଶ୍ଚନ୍। ଏଟା କିଛି ଦରକାର ନାହିଁ, ଏଟା ଗପ କ୍ୱେଶ୍ଚନ୍। ପିଲାମାନେ ଏହି ଭିଡ଼ିଓଟାକୁ ଏଇଠି ସମାପ୍ତ କରିବା, କାରଣ ଯଦି ଆମେ ପୁରା ଟପିକ୍ଟାକୁ ଗୋଟେ ଭିଡ଼ିଓରେ କଭର୍ କରିବା ଭିଡ଼ିଓ ବହୁତ ଲେନ୍ଦି ହେଇଯିବ। ତ ପିଲାମାନେ ଏଠି ମୁଁ ପୁରା ସହଜ ଭାବରେ କେମିତି ବହିର ଏତେ ସବୁ ଗପ ଦେଇଛି ସେଠୁ ମୁଁ ଇମ୍ପୋର୍ଟାଣ୍ଟ ଜିନିଷ ଗୁଡ଼ିକୁ କାଢ଼ି ନୋଟ୍ କରି ମୁଁ ତୁମକୁ ପଢ଼ଉଛି। ତ ବୁଝିବାରେ କିଛି ବି ଅସୁବିଧା ହେଲେ କମେଣ୍ଟ କର। ଆଉ ଯଦି ଭିଡ଼ିଓଟି ଭଲ ଲାଗିଛି ଲାଇକ୍ ସେୟାର ସବସ୍କ୍ରାଇବ୍ କର। ତ ଭିଡ଼ିଓର ସେକେଣ୍ଡ ପାର୍ଟରେ ଆଉ ଯେତିକି ରହିଲା ଏଇ ବିଷୟରେ ତାକୁ କଭର୍ କରିକି ସାରିଦେବା ଏଇ ବିଷୟଟା।